ସେଇ ପାୱାର କଟ୍ କଥା ମନେ ପଡ଼ିଲେ ଆଜି ବି ଝାଳ ବାହାରି ଯାଏ। ସେତେବେଳେ ଯାହା ଘରେ ଫ୍ୟାନ୍ ଥିଲା ସେ ପୁରା ଧନୀ ଘରର ପିଲା। ଆଉ କୁଲର, ସେଇଟା ତ ସମସ୍ତଙ୍କ ପାଇଁ ନେକ୍ସଟ ଲେଭଲ ଜିନିଷ ଥିଲା। ଦ୍ୱିପହରର ସେଇ ପାୱାର କଟ୍ରେ ଝାଞ୍ଜି ପବନ ପାଇଁ କବାଟ ଝରକା ଖୋଲିବା, ଆଉ ସେଇଠି ମନେ ପଡ଼େ ତାଳ ବିଞ୍ଚଣା କଥା। ସନ୍ଧ୍ୟା ବେଳକୁ ଯଦି କାଳବୈଶାଖୀ ହେଲା ତେବେ ଜାଣି ରଖ ସେଦିନ କରେଣ୍ଟ ଆସିବାର ନାହିଁ। ଗାଁ ଦାଣ୍ଡରୁ ଭାସି ଆସୁଥିବା ରେଡ଼ିଓ ସେଇ ପୁରୁଣା ଗୀତ, ଘରେ ଲଣ୍ଠନର ଧିମା ଆଲୁଅ, ସବୁ କିଛି ଅଲଗା ଥିଲା। ହେଲେ ସବୁଠୁ ବଡ଼ ମଜା ଥିଲା ଛାତ ଉପରର ସେଇ ଥଣ୍ଡା ପବନ ଆଉ ଢେର ସାରା ହସ ମଜା ସହିତ ତାରା ଗଣିବା। ଲାଗୁଥିଲା ଯେମିତି ଦୁନିଆର ସବୁ ଖୁସି ଆମ ହାତ ମୁଠାରେ ଅଛି। Download ShareChat.